ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ସମାଜକୁ ପରିବର୍ତ୍ତନ କରିବା ଦିଗରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କହିଲେ ଉପରାଷ୍ଟ୍ରପତି। ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଅପରାଜିତା ମହିଳା ଓ ଶିଶୁ ବିଲ୍ 2024ରେ ଅନେକ ତ୍ରୁଟି ଥିବା ଦର୍ଶାଇ ରାଷ୍ଟ୍ରପତିଙ୍କ ନିକଟକୁ ବିଲ୍ ପଠାଇଲେ ପଶ୍ଚିମବଙ୍ଗ ରାଜ୍ୟପାଳ। ପାରା ଅଲିମ୍ପିକ୍ସରେ ପୁରୁଷ ସଟ୍ଫୁଟ୍ରେ କାଂସ୍ୟ ପଦକ ଜିତିଥିବାରୁ ଖେଳାଳି ହୋକାତୋ ହୋତେଜେଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଆସନ୍ତାକାଲି ପର୍ଯ୍ୟନ୍ତ ଗୁଜରାଟ, ମହାରାଷ୍ଟ୍ର ଓ ପୂର୍ବ ରାଜସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆଜି ଉତ୍ତରପ୍ରଦେଶର ଗୋରଖପୁରଠାରେ ଏକ ସୈନିକ ସ୍କୁଲକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ହେଉଛି ଏକ ମାଧ୍ୟମ ଯାହା ସମାଜକୁ ପରିବର୍ତ୍ତନ କରିଥାଏ ଏବଂ ଖରାପ ଅଭ୍ୟାସକୁ ଦୂର କରିଥାଏ। ସେ ନିଜେ ସୈନିକ ସ୍କୁଲ ଚିତ୍ତୋରଗଡ଼ର ପୂର୍ବତନ ଛାତ୍ର ହୋଇଥିବାରୁ ଗୋରଖପୁର ସୈନିକ ସ୍କୁଲକୁ ଆସି ଖୁସି ଥିବା ପ୍ରକାଶ କରିଛନ୍ତି। ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଏହି ପର୍ବ ଦେଶର ଅନେକ ସ୍ଥାନରେ ସାମୂହିକ ଉଲ୍ଲାସର ସହ ପାଳନ କରାଯାଏ ଏବଂ ସାମାଜିକ ଶକ୍ତିର ଏକ ସୁନ୍ଦର ଉଦାହରଣ ପ୍ରଦାନ କରିଥାଏ। ସେ କହିଛନ୍ତି, ଭାରତୀୟ ପରମ୍ପରାରେ ଭଗବାନ ଗଣେଶଙ୍କୁ ଶୁଭ ଏବଂ ବିପର୍ଯ୍ୟୟରୁ ରକ୍ଷା କରିଥାନ୍ତି ବୋଲି ମାନ୍ୟତା ରହିଛି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଗଣପତି ବାପ୍ପା ମୋରିଆ ବୋଲି କହିଛନ୍ତି। ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଅପରାଜିତା ମହିଳା ଓ ଶିଶୁ ବିଲ୍ 2024ରେ ଅନେକ ତ୍ରୁଟି ଥିବା ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଛନ୍ତି। ଗତ ମାସ 9 ତାରିଖରେ କୋଲକାତାର ଆର୍ଜିକର ହସ୍ପିଟାଲରେ ଜଣେ ପ୍ରଶିକ୍ଷାର୍ଥୀ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ବିଧାନସଭାରେ ଏହି ବିଲ୍ ପାରିତ ହୋଇଥିଲା। ବିଲ୍ରେ ଦୁଷ୍କର୍ମ କ୍ଷେତ୍ରରେ ଯଦି ପୀଡ଼ିତାଙ୍କ ମୃତ୍ୟୁ ହୁଏ କିମ୍ବା ତାଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଦିଆଯାଏ, ସେ କ୍ଷେତ୍ରରେ ଦୋଷୀମାନଙ୍କୁ ଫାଶୀଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ଗତକାଲି ସନ୍ଧ୍ୟାରେ ରାଜ୍ୟପାଳ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଯେ ତରବରିଆ ଭାବେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି। ବିଲ୍ ସହିତ ବୈଷୟିକ ରିପୋର୍ଟ ନ ପଠାଇବା ପାଇଁ ସେ ରାଜ୍ୟ ସଚିବାଳୟକୁ ଦାୟୀ କରିବା ସହ ଏହା ସେମାନଙ୍କର ବିଫଳତା ବୋଲି କହିଛନ୍ତି। ଆର୍ଜିକର ପ୍ରସଙ୍ଗରେ ରାଜ୍ୟପାଳ କହିଛନ୍ତି, ବିଲ୍କୁ ଅପେକ୍ଷା ନ କରି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ପ୍ୟାରିସ୍ 2024 ପାରା ଅଲିମ୍ପିକ୍ସରେ ପୁରୁଷ ସଟ୍ପୁଟ୍ F57 ବର୍ଗରେ କାଂସ୍ୟ ପଦକ ଜିତିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଟ୍ପୁଟ୍ ଖେଳାଳି ହୋକାତୋ ହୋତେଜେ ସୋମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପାରା ଅଲିମ୍ପିକ୍ସ କ୍ରୀଡ଼ାବିତ୍ଙ୍କ ସଫଳତା ଉପରେ ଆଲୋକପାତ କରି କହିଛନ୍ତି ଯେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରୁ ବର୍ତ୍ତି ଯାଇଥିବା ସେମା ତାଙ୍କ ପ୍ରଥମ ଚେଷ୍ଟାରେ ପଦକ ଜିତିଛନ୍ତି। ରାଷ୍ଟ୍ରପତି ଭବିଷ୍ୟତରେ ତାଙ୍କର ଅଧିକ ସଫଳତା କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ଦେଶ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି। ଶ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ କ୍ରୀଡ଼ାବିତ୍ଙ୍କ ଅବିଶ୍ୱସନୀୟ ଶକ୍ତି ଏବଂ ସଂକଳ୍ପ ପାଇଁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା। କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଜାପାନ ବୈଦେଶିକ ବାଣିଜ୍ୟ ସଂଗଠନ ଜେଟ୍ରୋର ସଭାପତି ସୁସୁମୁ କାଟାଓଙ୍କ ସହ ତାଙ୍କର ବୈଠକ ସଫଳ ହୋଇଛି। ବୈଷ୍ଣବ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ବୈଠକରେ ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପତ୍ର ସୂଚନା କାର୍ଯ୍ୟାଳୟ PIBର ଫ୍ୟାକ୍ଟ ଚେକ୍ ୟୁନିଟ୍ BSNLର ଅଫିସିଆଲ ୱେବସାଇଟ୍ର ନକଲ କରି ବ୍ୟକ୍ତିଗତ ବିବରଣୀ ମାଗିଥିବା ଏକ ନକଲି ୱେବସାଇଟ୍ ବିରୋଧରେ ଚେତାବନୀ ଜାରି କରିଛି। ଫ୍ୟାକ୍ଟ ଚେକ୍ ୟୁନିଟ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନକଲି ୱେବସାଇଟ୍ bsnltower.india.com 5G ଟାୱାର ଲଗାଇବା ପାଇଁ ଆବେଦନ ଆହ୍ୱାନ କରୁଛି। ଏହି ୱେବ୍ ଠିକଣା BSNL ସହିତ ଜଡ଼ିତ ନୁହେଁ ବୋଲି PIB କହିଛି
ଏବଂ ଲୋକମାନଙ୍କୁ ଏଭଳି ସନ୍ଦେହଜନକ ୱେବସାଇଟ୍ରେ ବ୍ୟକ୍ତିଗତ ବିବରଣୀ ନ ଦେବାକୁ ସତର୍କ କରାଇଛି। BSNLର ଅଫିସିଆଲ ୱେବସାଇଟ୍ ହେଉଛି bsnl.co.in। ଆତଙ୍କବାଦୀ ସଂଗଠନ ISISକୁ ସହାୟତା ଓ ସମ୍ବଳ ଯୋଗାଇବାକୁ ଉଦ୍ୟମ ଅଭିଯୋଗରେ ଜଣେ ପାକିସ୍ତାନୀ ନାଗରିକକୁ କାନାଡାରେ ଗିରଫ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ଆଟର୍ଣ୍ଣି ଜେନେରାଲ ମେରିକ୍ ଗାର୍ଲାଣ୍ଡ କହିଛନ୍ତି ଯେ ଅଭିଯୁକ୍ତ ନ୍ୟୁୟର୍କ ସହରରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ଅଭିଯୋଗ ହୋଇଛି। ଝାଡ଼ଖଣ୍ଡ ସରକାର ସେଠାକାର ଆଇନଜୀବୀମାନଙ୍କ ପାଇଁ 5 ଲକ୍ଷ ଟଙ୍କାର ଚିକିତ୍ସା ବୀମା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ରାଜ୍ୟର ପ୍ରାୟ 30,000 ଆଇନଜୀବୀ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି 65 ବର୍ଷରୁ ଅଧିକ ବୟସର ଆଇନଜୀବୀଙ୍କ ପେନ୍ସନ୍ 7,000ରୁ 14,000 ଟଙ୍କାକୁ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ତେଲେଙ୍ଗାନା ସରକାର ରାଜ୍ୟର 33ଟି ଜିଲ୍ଲା ମଧ୍ୟରୁ 29ଟି ଜିଲ୍ଲାକୁ ବନ୍ୟା ପ୍ରଭାବିତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି। ତୁରନ୍ତ ରିଲିଫ୍ କାର୍ଯ୍ୟ କରିବା ପାଇଁ ପ୍ରତି ଜିଲ୍ଲା ନିମନ୍ତେ 3 କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। ପୂର୍ବରୁ 4ଟି ଜିଲ୍ଲାକୁ ବନ୍ୟା ପ୍ରଭାବିତ ଘୋଷଣା କରାଯାଇ ସେଠାରେ ରିଲିଫ୍ କାର୍ଯ୍ୟ ଚାଲିଥିଲା। ସେପ୍ଟେମ୍ବର 6ରେ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚିବ ଶାନ୍ତି କୁମାରୀ କହିଛନ୍ତି, ଗତ ମାସ 31 ତାରିଖରୁ ଚଳିତ ମାସ 3 ତାରିଖ ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ବର୍ଷାକୁ ଆଧାର କରି ଏହି ଘୋଷଣା କରାଯାଇଛି। ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ଶାହା ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ 564 କୋଟି ଟଙ୍କାର ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ବିଧାନସଭାରେ ଡକ୍ଟର ଶାହା କହିଛନ୍ତି ଯେ ନିକଟରେ ବନ୍ୟାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିରୁ ରାଜ୍ୟକୁ ପୁନରୁଦ୍ଧାର କରିବା ପାଇଁ ଏହି ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି। ମୁଖ୍ୟମନ୍ତ୍ରୀ ଡକ୍ଟର ଶାହା କହିଛନ୍ତି, ରାଜ୍ୟରେ ହୋଇଥିବା ବନ୍ୟାଜନିତ କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ ପ୍ରାୟ 14,247 କୋଟି ଟଙ୍କା ହେବ। ଆସନ୍ତାକାଲି ପର୍ଯ୍ୟନ୍ତ ଗୁଜରାଟ, ମହାରାଷ୍ଟ୍ର ଓ ପୂର୍ବ ରାଜସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତାକାଲି ଉପକୂଳ ଆନ୍ଧ୍ରପ୍ରଦେଶ, ଆନମ ଏବଂ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମ ମଧ୍ୟପ୍ରଦେଶ, ସୌରାଷ୍ଟ୍ର, କଚ୍ଛ, ଉତ୍ତରାଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ ଏବଂ ଦକ୍ଷିଣ ପଶ୍ଚିମ ରାଜସ୍ଥାନ ସହିତ ଛତିଶଗଡ଼ରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମହାରାଷ୍ଟ୍ରରେ ଆଜିଠାରୁ 10 ଦିନିଆ ଗଣେଶ ଉତ୍ସବ ଆରମ୍ଭ ହୋଇଛି। ଆକାଶବାଣୀ ପୁନେ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ ସେହେନାଇ, ବ୍ୟାଣ୍ଡ ଓ ଢୋଲବାଦ୍ୟ ତାଳରେ ଆଜିଠାରୁ ଗଣେଶ ଉତ୍ସବ ଆରମ୍ଭ ହୋଇଛି। ପରିବେଶ ଓ ଶବ୍ଦ ପ୍ରଦୂଷଣକୁ ସୀମିତ ରଖିବା ପାଇଁ ପ୍ରଶାସନ ମଣ୍ଡପଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛି। ମହାରାଷ୍ଟ୍ରର ସାଂସ୍କୃତିକ ଐତିହ୍ୟର ପରିଚୟ ବହନ କରୁଥିବା ଏହି ପର୍ବ ପ୍ରତିବର୍ଷ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପାଳନ କରାଯାଇଥାଏ। କେନ୍ଦ୍ରୀୟ ଦକ୍ଷିଣ ଗାଜା ଉପତ୍ୟକାରେ 2ଟି ଆବାସିକ ଘରକୁ ଟାର୍ଗେଟ୍ କରି ଇସ୍ରାଏଲ ଦ୍ୱାରା କରାଯାଇଥିବା ବୋମା ବିସ୍ଫୋରଣରେ ଅତି କମ୍ରେ 10 ଜଣ ପାଲେଷ୍ଟାଇନି ନାଗରିକ ନିହତ ହୋଇଛନ୍ତି। କେନ୍ଦ୍ରୀୟ ଖାନ୍ ୟୁନିସ୍ ସହରରେ ହୋଇଥିବା ଆକ୍ରମଣରେ 5 ଜଣ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 5 ଜଣ ଆହତ ହୋଇଛନ୍ତି। ଚେନ୍ନାଇର ସେଣ୍ଟ ଥୋମାସ ମାଉଣ୍ଟରେ ଥିବା ଅଫିସର୍ସ ଟ୍ରେନିଂ ଏକାଡେମୀରେ ଭାରତୀୟ ସେନାର ବିଭିନ୍ନ ସେବାରେ ମୋଟ 258 ଜଣ ଅଫିସର କ୍ୟାଡେଟ୍ ଏବଂ 39 ଜଣ ମହିଳା ଅଫିସର କ୍ୟାଡେଟ୍ଙ୍କୁ ନିଯୁକ୍ତି ଦିଆଯାଇଛି। ବିଦେଶରୁ ଆସିଥିବା 10 ଜଣ ଅଫିସର କ୍ୟାଡେଟ୍ ଓ 5 ଜଣ ମହିଳା ଅଫିସର କ୍ୟାଡେଟ୍ ମଧ୍ୟ ଏହି ପ୍ରଶିକ୍ଷଣ ଶେଷ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ସମାଜକୁ ପରିବର୍ତ୍ତନ କରିବା ଦିଗରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ଉପରାଷ୍ଟ୍ରପତି। ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଅପରାଜିତା ମହିଳା ଓ ଶିଶୁ ବିଲ୍ 2024ରେ ଅନେକ ତ୍ରୁଟି ଥିବା ଦର୍ଶାଇ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ପଶ୍ଚିମବଙ୍ଗ ରାଜ୍ୟପାଳ। ପାରାଅଲିମ୍ପିକ୍ସରେ ପୁରୁଷ ସଟ୍ପୁଟ୍ରେ କାଂସ୍ୟ ପଦକ ଜିତିଥିବା ହୋକାତୋ ହୋତଜେସମାଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଏବଂ ଆସନ୍ତାକାଲି ପର୍ଯ୍ୟନ୍ତ ଗୁଜରାଟ, ମହାରାଷ୍ଟ୍ର ଓ ପୂର୍ବ ରାଜସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ। ସମ୍ବାଦ ଶେଷ ହେଲା।